ସୁପ୍ରିମକୋର୍ଟ ପକ୍ଷରୁ ଆସିଲା ବଡ଼ ନିର୍ଦ୍ଦେଶ। ଯଦି କୌଣସି ଦଳିତ ବ୍ୟକ୍ତି ତାର ଧର୍ମ ପରିବର୍ତ୍ତନ କରେ ତାହେଲେ କୋଟା ସୁବିଧା ପାଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟ ପକ୍ଷରୁ ରାୟ ମିଳିଛି। ଆପଣ ଜାଣିଥିବେ ଯେ କିଛି ଲୋକ SC ST ବର୍ଗରେ ଥାନ୍ତି, ପରେ ସେମାନେ କ'ଣ କରନ୍ତି, ତାଙ୍କର ଧର୍ମ ପରିବର୍ତ୍ତନ କରନ୍ତି। ସେମାନେ ହିନ୍ଦୁ ଥାଇକି ଯେଉଁ SC କୋଟା ରିଜର୍ଭେସନ୍ ପାଉଥାନ୍ତି, ପରେ ସେମାନେ ଖ୍ରୀଷ୍ଟିଆନ ହେଇଯାଆନ୍ତି କିମ୍ବା ଇସଲାମ ଧର୍ମ ଗ୍ରହଣ କରିଥାନ୍ତି। ସେହି ଲୋକଙ୍କୁ ତାଙ୍କୁ ଅନୁସୂଚିତ ଜାତି ମାନ୍ୟତା ଦିଆଯିବ ନାହିଁ। ତାଙ୍କର ଯେଉଁ ସବୁ ସୁବିଧା ମିଳୁଥିଲା ତାହା ସରକାରଙ୍କ ପକ୍ଷରୁ ଜାତି ମାନ୍ୟତା ଚାଲିଯିବ ବୋଲି କୁହାଯାଇଛି। ହିନ୍ଦୁ, ଶିଖ ଏବଂ ବୌଦ୍ଧ ଧର୍ମ ବ୍ୟତୀତ ଅନ୍ୟ କୌଣସି ଧର୍ମ କରୁଥିବା ବ୍ୟକ୍ତି ଯେକୌଣସି ବ୍ୟକ୍ତି ଅନୁସୂଚିତ ଜାତି ସଦସ୍ୟ ହୋଇପାରିବେ ନାହିଁ। ହିନ୍ଦୁ, ଶିଖ କିମ୍ବା ବୌଦ୍ଧ ଧର୍ମ ବ୍ୟତୀତ ଅନ୍ୟ କୌଣସି ଧର୍ମ ଗ୍ରହଣ କରୁଥିବା କୌଣସି ବ୍ୟକ୍ତି ଅନୁସୂଚିତ ଜାତି ସଦସ୍ୟ ହୋଇପାରିବେ ନାହିଁ। ସମ୍ବିଧାନ ଅନୁସୂଚିତ ଜାତି ଅର୍ଡର 1950ର କ୍ଲଜ 3ରେ ନିର୍ଦ୍ଦିଷ୍ଟ ଧର୍ମ ବ୍ୟତୀତ ଅନ୍ୟ କୌଣସି ଧର୍ମ ଗ୍ରହଣ କଲେ ଅନୁସୂଚିତ ଜାତି ମାନ୍ୟତା ତୁରନ୍ତ ହରାଇବେ। ଯଦି କୌଣସି ବ୍ୟକ୍ତି ଯେଉଁ ଧର୍ମରେ ବର୍ତ୍ତମାନ ଅଛି ସେ ଧର୍ମକୁ ଛାଡ଼ି ସେ ଧର୍ମରେ ସେ ତାର କୋଟା ସିଷ୍ଟମରେ ଯେଉଁ ଲାଭ ପାଇଥାଏ ତାକୁ ଛାଡ଼ିକି ଯଦି ଅନ୍ୟ ଧର୍ମରେ ପରିବର୍ତ୍ତନ ହୁଏ ତାହେଲେ ତାକୁ ମିଳୁଥିବା ସମସ୍ତ ସୁବିଧା ସରକାରଙ୍କ ପକ୍ଷରୁ ଆଉ ପାଇବେ ନାହିଁ ବୋଲି ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। କୌଣସି ବ୍ୟକ୍ତି ହିନ୍ଦୁ ଧର୍ମରେ ଥିବ ଏବଂ SC STର ଯେଉଁ ସୁବିଧା ପାଉଥିବ, କୋଟାରେ ଯାଉଥିବ, ଯଦି ସେ ଧର୍ମ ପରିବର୍ତ୍ତନ କରି ଖ୍ରୀଷ୍ଟିଆନ ହୁଏ ତାହେଲେ ସେ OBC SC BCରେ ଯିବ। ତାଙ୍କୁ ଆଉ ଯେଉଁ SC ST କୋଟା ରିଜର୍ଭେସନ୍ ମିଳୁଥିଲା ସେ ସବୁ କିଛି ଆଉ ମିଳିବ ନାହିଁ। SC STର ମାନ୍ୟତା ଦିଆଯିବ ନାହିଁ। ଏହା ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ, ଯାହାକି ଜଷ୍ଟିସ୍ PK ମିଶ୍ର ତାଙ୍କ ପକ୍ଷରୁ ଏଇଟା ଆସିଛି। ଯଦି ଧର୍ମ ପରିବର୍ତ୍ତନ କଲେ SC ମାନ୍ୟତା ରଦ୍ଦ ହେବ। ହିନ୍ଦୁ, ବୌଦ୍ଧ ଏବଂ ଶିଖ ପାଇପାରିବେ ଅନୁସୂଚିତ ଜାତି ମାନ୍ୟତା। ମାନେ ଯଦି କୌଣସି ଲୋକ ହିନ୍ଦୁ ଧର୍ମରେ ଅଛନ୍ତି କିମ୍ବା ବୌଦ୍ଧ କିମ୍ବା ଶିଖ ଧର୍ମରେ ଅଛନ୍ତି ସେମାନେ ହିଁ ଅନୁସୂଚିତ ଜନଜାତିର ତାର ମାନ୍ୟତା ପାଇପାରିବେ। ଯଦି ଆପଣ ଧର୍ମ ପରିବର୍ତ୍ତନ କଲେ ଆପେ ରଦ୍ଦ ହେବ ମାନ୍ୟତା। ଦଳିତ ଖ୍ରୀଷ୍ଟିଆନ ଧର୍ମ ଗ୍ରହଣ କଲେ ହରାଇବେ SC ସୁବିଧା। ଯେଉଁ SC ମାନେ ତାଙ୍କର SC କୋଟା ରିଜର୍ଭେସନ୍ ପାଉଛନ୍ତି ସେମାନେ ଯଦି ତାଙ୍କର ହିନ୍ଦୁ ଧର୍ମକୁ ଛାଡ଼ିକି ସେମାନେ ଯଦି ଖ୍ରୀଷ୍ଟିଆନ ଧର୍ମ ଗ୍ରହଣ କରନ୍ତି ତାହେଲେ ସେମାନେ ଯେଉଁ SC ସୁବିଧା ପାଉଥିଲେ ସେ ସବୁ କିଛି ଆଉ ପାଇବେ ନାହିଁ। ସେମାନେ OBC ବା SC BCରେ ଯିବେ। ଧର୍ମାନ୍ତରୀକରଣରୁ ନେଇ ସୁପ୍ରିମକୋର୍ଟର ବଡ଼ ରାୟ। ଏହିସବୁ ବଡ଼ ରାୟ ଦିଆଯାଇଥିଲା ସୁପ୍ରିମକୋର୍ଟ ପକ୍ଷରୁ, ଯାହାକି ରାୟ ଶୁଣାଇଥିଲେ ଜଷ୍ଟିସ୍ PK ମିଶ୍ରା। ତେଣୁକରି ବନ୍ଧୁଗଣ, ଯଦି ଆପଣ ଚାହୁଁଛନ୍ତି ଯେ ଆପଣ SC STରୁ ଆପଣ ଧର୍ମ ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି ଆଉ ଆପଣ ଯଦି କୋଟା ସିଷ୍ଟମ ବା କୋଟାର ଲାଭ ଉଠାଇବାକୁ ଚାହୁଁନାହାନ୍ତି ତାହେଲେ ଆପଣ ଯଦି ଧର୍ମ ପରିବର୍ତ୍ତନ କରିବା। ଏ ଭିଡ଼ିଓ ସେଇମାନଙ୍କ ପାଇଁ ଯେଉଁମାନେ ନିଜ ଧର୍ମକୁ ଛାଡ଼ି ଅନ୍ୟ ଧର୍ମ ଉପରେ ବିଶ୍ୱାସ କରିକି ଧର୍ମ ପରିବର୍ତ୍ତନ କରିଥାନ୍ତି।